ରଙ୍ଗର ପର୍ବ ହୋଲି ସବୁଠି ଗାଁ ସହର ସବୁଠି ଧୁମଧାମ ରେ ଏ ପର୍ବ ପାଳନ କରାଯାଉଛି କିନ୍ତୁ ଆମେ ଆସି ପହଞ୍ଚିଛୁ ଜଗତସିଂହପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଛୁ ଯୋଉଠି ସେ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେଇଗଲେଣି ଆମର ସାର୍ ଅଛନ୍ତି ପଚାରି ବୁଝିବା ଯେ ଆଜି ଯୋଉ କାର୍ଯ୍ୟକ୍ରମ କରୁଛନ୍ତି ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିବେ ଏ ଜିନିଷ ଯୋଉ ପୂର୍ବରୁ ତ ଜଗତସିଂହପୁରରେ କିଛି ସେଭଳି ଦେଖିବାକୁ ମିଳିନଥିଲା ଆପଣ ପ୍ରଥମେ ଆରମ୍ଭ କଲେ ଏ କାର୍ଯ୍ୟକ୍ରମ ଯୋଉ କରିବେ କେତେ ଜଣ ଷ୍ଟାଫ ରହିଛନ୍ତି କାର୍ଯ୍ୟକ୍ରମ କଣ ରହିଛି ଆପଣଙ୍କର ଆମର ଜଗତସିଂହପୁର ଫାୟାର ଷ୍ଟେସନରେ ବର୍ତ୍ତମାନ 18 ଜଣ ଷ୍ଟାଫ ଅଛନ୍ତି ତା ଭିତରେ ଆମର ଟ୍ରେନିଂ ଅଫିସର ମଧ୍ୟ 5 ଜଣ ଅଛନ୍ତି ଆମେ ବର୍ତ୍ତମାନ ଏଇ ଯୋଉ ସଚେତନ କାର୍ଯ୍ୟକ୍ରମଟା ହୋଲି ପାଇଁ କରିବା ପାଇଁ ଯାଉଛୁ କାହିଁକି ନା ଦିନକୁ ଦିନ କଣ ହଉଛି ନା ହୋଲି ରଙ୍ଗଟା ବଢୁଛି ଏବଂ ଲୋକମାନେ ଏଥିପ୍ରତି ବହୁତ ଆଗ୍ରହ ହଉଛନ୍ତି କିନ୍ତୁ ଘଟଣା ହଉଛି କଣ ନା ସେମାନେ ତାଙ୍କର ଜୀବନ ପ୍ରତି ସେମାନେ ଭୃକ୍ଷେପ କରୁନାହାନ୍ତି ମନ ଇଚ୍ଛା ହିସାବରେ ସେମାନେ ପୋଖରୀରେ ଗାଧଉଛନ୍ତି ନଦୀରେ ଗାଧଉଛନ୍ତି କେତେବେଳେ କାହାର ଗୋଡ ଖସି ଯାଉଛି ସେଇଥିପାଇଁ ଆମେ ଏଇ ସଚେତନତା କରିବା ଦରକାର ଯେ ହୋଲି ଖେଳିଲା ପରେ ଯେହେତୁ ଏଇଟା ଗୋଟେ ଆମର ବଡ ପର୍ବ ଆମେ ପର୍ବକୁ ପାଳନ କରିବା କିନ୍ତୁ ପାଳନ କରିବା ତାକୁ କେମିତି ନା ହସ ଉଲ୍ଲାସରେ ପାଳନ କରିବା ପରିବାର ସହିତ ଆମେ ନଈ ନାଳକୁ ଗାଧେଇବାକୁ ନ ଯାଇ ପୋଖରୀ କି ନ ଯାଇ ଆମ ଘରେ ଯଦି ଆମେ ଗାଧେଇବା ଆଉ ଛୋଟ ପିଲାମାନଙ୍କୁ ଯଦି ଆମେ ବାହାରକୁ ନ ଛାଡିବା ତାହେଲେ ଇ ଯୋଉ ଆମର ଯେ ଅମୂଲ୍ୟ ଜୀବନ ଇ ଅମୂଲ୍ୟ ଜୀବନଟି ବଞ୍ଚି ଯାଇ ପାରିବ ଆଉ କିଛି ଅଛି ପଚାରି ବୁଝିବା ଯେ ଆଜି ଏଇ ଯୋଉ କାର୍ଯ୍ୟକ୍ରମ କରାଯାଉଛି କେତେ ଜଣ ଷ୍ଟାଫ ଏଥିରେ ଇନଭଲ୍ଭ ଅଛନ୍ତି ଇନଷ୍ଟ୍ରୁମେଣ୍ଟ କଣ ଆପଣ ରଖିଛନ୍ତି ଆମର ଏ ବର୍ଷାଙ୍କ ନେତୃତ୍ୱରେ ଆମ ଜଗତସିଂହ ଦମଦମ କେନ୍ଦ୍ରର ଆମେ ଗୋଟେ ଟିମ୍ ଗଠନ କରିଦେଇଛୁ ସେଥିରେ ଆମ 4 ଜଣ ଆଗ୍ନିକ ରଖିଛୁ ଜଣେ ମୁଖ୍ୟ ଆଗ୍ନିକ ରହିଛନ୍ତି ଏବଂ ଆମର ଯୋଉ ସବ ଅଫିସର ଆମର ଏସଓ ଟ୍ରେନିଂ ଆସିଛନ୍ତି ଅଫିସର ମାନେ ସେମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ଆମେ ପୁରା ଏକଦମ ଓନ୍ଲି ସେଇ ମାନେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଗୋଟେ ଟିମ୍ ପୁରା ସ୍ୱତନ୍ତ୍ର ଗଠନ ହେଇଛି କଣ କଣ ସବୁ ଅଛି ହଠାତ୍ କିଛି ଘଟଣା ଯଦି ଘଟେ କଣ ଆପଣ ପ୍ରିପେୟାର ହଠାତ୍ କଣ ଷ୍ଟେପ ନେବେ ଆମର ମୁଖ୍ୟତଃ ବର୍ତ୍ତମାନ ଆମେ ଭୟ ମାନେ ଟିକେ ଆଶଙ୍କାର ଅଛୁ ଯେ ନଦୀ ବୁଡିବେ କିମ୍ବା ନାଳ ଫାଳ କିମ୍ବା ପୋଖରୀ ବୁଡିବେ ତେଣୁ ଆମେ ବର୍ତ୍ତମାନ ଗାଡିରେ ବୋଟ ସହିତ ତାର ମେସିନ ଫିଟିଂ କରି ରଖିଛୁ ଏବଂ ପ୍ରସ୍ତୁତ ନେଇକି ରହିଛି ଯୋଉଠି ଖବର ଆସିବ ହଠାତ୍ ଆମେ ସେଠିକି ଆଗେଇ ଯିବୁ କଣ କହିବେ ଆପଣ ଯୋଉ ନଦୀ ନାଳ ଆପଣ ବୁଲିବେ ଆୱାରନେସ୍ କରିବେ କେତେ ଆପଣ କେତେ ପ୍ରସ୍ତୁତ ରହୁଛନ୍ତି ଆପଣ ଆମେ ତ ପୁରା ଫୁଲ ଭାବରେ ପ୍ରସ୍ତୁତ ଅଛୁ ଆମ ଏ ପ୍ରଶାସନଙ୍କ ନେତୃତ୍ୱରେ ଏବଂ ଆମର ଏଲଏଫଏମ ସାର୍ ଅଛନ୍ତି ଆଉ ଏଏସଓ ସାର୍ ଅଛନ୍ତି ଆଉ ଆମ ପିଲାମାନେ ସମସ୍ତେ ପ୍ରିପେୟାର ହେଇକି ଅଛୁ ଯେକୌଣସି ସ୍ଥାନରେ ବି ଯାହା ଘଟିବ ଆମେ ସଙ୍ଗେ ସଙ୍ଗେ ଯାଇ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କରିବୁ ଶୁଣୁଥିଲେ ଯେତେବେଳେ ଯଦି କୌଣସି ଅଘଟଣ ନ ଘଟୁ ଯଦି ବା ଘଟେ ସେଥିପାଇଁ ମାନେ ପୁରା ଫୁଲ ପ୍ରସ୍ତୁତ ଅଛନ୍ତି ଜଗତସିଂହପୁର ଜିଲ୍ଲାରେ ଆମେ କହିପାରିବା ଯେ ପ୍ରଥମ କରି ଯେ ଅଗ୍ନିଶମ ବିଭାଗ ଯେଭଳି ପଦକ୍ଷେପ ନେଇଛି ଆୱାରନେସ୍ ସଚେତନ କାର୍ଯ୍ୟକ୍ରମ ନେଇଛି ତ ସାଧାରଣ ସ୍ୱାଗତ କରାଯାଉଛି କାରଣ ଏଭଳି ସଚେତନ କରାହେଲେ ହୁଏତ ବହୁତ ମୂଲ୍ୟବାନ ଜୀବନ ବଞ୍ଚି ଯାଇପାରେ ଜଗତସିଂହପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରୁ ଦୀପ୍ତି ମହାନ୍ତି ନନ୍ଦିଘୋଷ ଟିଭି